ଅଚ୍ୟୁତାନନ୍ଦ ଗୋସାଇଙ୍କ ଶୂନ୍ୟ ସଂହିତାର ପଦା ତୁର୍କୀ ଭଜେ ଅଲେଫ ହିନ୍ଦୁ ଭଜେ ଅଲେଖ ପୋଥି ଖୋଦା ଭିତରୁ ଫିଟି ପ୍ରତ୍ୟେକ ଓଡ଼ିଆର ଚିତ୍ତଭୂମିରେ ପ୍ରସାରିତ ହୋଇସାରିଥିଲା। ମୁସଲମାନମାନଙ୍କ ଆଲ୍ଲା ଯେପରି ନିରାକାର, ଜଗନ୍ନାଥ ମଧ୍ୟ ସେହିପରି ଅଲେଖ ନିରଞ୍ଜନ। ସବୁ ସେଇ ଅଲେଖର ଅବ୍ୟକ୍ତ ଲୀଳା। ଆଲ୍ଲା ଜଗନ୍ନାଥ ଏକ। ଏହିପରି ସମନ୍ୱୟର ଏକ ଭାବନା ସଂକୀର୍ଣ୍ଣ ଧର୍ମାନ୍ଧତା ଊର୍ଦ୍ଧ୍ୱରେ ହିନ୍ଦୁ ମୁସଲମାନମାନଙ୍କୁ ଏକ କରିଦେଇଥିଲା। ଓଡ଼ିଶା କେବେ ମତାନ୍ଧତା, ଧର୍ମାନ୍ଧତା ଓ ଅନୁଦାରତାର ଭୂମି ନଥିଲା। ହିନ୍ଦୁ ମୁସଲିମ ସବୁ ମିଶିକି ରହୁଥିଲେ। ତାପରେ ଗୋଟେ ଲୋକ ଆଇଲା, କିଏ? ଘାଜି ମିଆଁ। ଏଟା 1730-20ର ଟାଇମ୍, ସେଇ ଟାଇମ୍ର କଥା ଏଟା। ତ ଘାଜି ମିଆଁ ବୋଲି ଗୋଟେ ଥିଲା, ସିଏ ଆସିଲା। ସିଏ ଆସିକି ଜାଣିଲେ ମଦ୍ରାସା ବନେଇଲା, ହିନ୍ଦୁ ମୁସଲିମ ଚଲେଇଲା ଗୋଟେ। ଆଉ କେ ଶୁଣା ଶୁଣା ଲାଗୁଛି ନା? କିଏ କରୁଛି? କିଏ କରୁଛି କି ଏବେ? ବସ୍ତୁତଃ ମୁସଲମାନ ମାନେ ହିନ୍ଦୁ ଅଧିବାସୀମାନଙ୍କ ସହିତ ଦାଦି, କକା, ଭାଇ, ମାମୁଁ ପ୍ରଭୃତି ସମ୍ବୋଧନିକ ସମ୍ପର୍କ ଯୋଡ଼ି ସାରିଥିଲେ। ଓଡ଼ିଶାର କୋମଳ ମୃତ୍ତିକା ସେମାନଙ୍କ ରୁକ୍ଷ ଜୀବନରେ ଯେପରି ଆଣିଥିଲା କୋମଳତାର ସ୍ପର୍ଶ, ସେମାନଙ୍କ ରୁଖା ଖୋଲଟି ପଶ୍ଚିମା ବୋଲିରେ ମଧ୍ୟ ସେହିପରି ବୁଲି ଆସିଥିଲା। ଓଡ଼ିଆ ବାଚନଭଙ୍ଗୀରେ ମରମ ଛୁଆଁ ଉର୍ଦ୍ଧ୍ୱ କଥା ଶେଷରେ ମ ଅକ୍ଷରଟି ଲଥାରଭୂତ। ଆରେ ଠିକ୍ ଅଛି, ମୁଁ କହିଦେଉଛି ପଏଣ୍ଟ କ'ଣ। ଆମେ ଯେଉଁ ଗୋଟେ ଭାଷା ଶୁଣୁନୁ, ଶୁଣ ଏବେ ଶୁଣ, ବୁଝିପାରିବ। ଆରେ ମିଆଁ मेरे साथ काहे खिचबिजी लगाता मो? ओ कन्हई चाचा तुम कहाँ जाता मो? बुझिल? का भाषा बुझिल तो? ठीक अच्छे। तापर आगु सबू ठीक थिला, मात्र ଯେଉଁ ଦିନୁ ଘାଜି ମିଆଁ ପୈଗମ୍ବରଙ୍କ ଦୂତ ବୋଲାଇ ଦଳଖିଆ ତଟୁ ଘୋଡ଼ାରେ ଚଢ଼ି ଏ ଅଞ୍ଚଳକୁ ଆସି ପ୍ରଥମେ ଏକ ମଦ୍ରାସା ଖୋଲି ବସିଲା ଓ ମଦ୍ରାସା ଖୋଲିବା ପରେ ଏକ ମସଜିଦ ବସାଇବା ତାହାର ଧାର୍ମିକ ଅଭିପ୍ସାରେ ପରିଣତ ହେଲା। ପୁଣି ସେଥିପାଇଁ ମିଳିଲା ନାଏବ ନାଜିମ୍ ତକି ଖାଁର ସମର୍ଥନ ଓ ପିପିଲି ଫୌଜଦାରର ସାହାଯ୍ୟ। ସେହିଦିନୁ ସବୁ କିପରି ହଠାତ୍ ଓଲଟପାଲଟ ହୋଇପଡ଼ିଲା। ଦଳୁଆ ପୋଖରୀ ଓ ବାଉଁଶ ବଣରେ ଛାଇ ପରି ସ୍ଥାନୀୟ ପଠାଣ ବାସିନ୍ଦାମାନଙ୍କ ମମତାଭରା ନିଥର ଆଖି ହଠାତ୍ କଠିନ ଓ ନିଷ୍ପ୍ରାଣ ହୋଇ ଉଠିଲା। ଏଇ ଫକୀର ମିଆଁ, ଯିଏ କଳସ ଚୂଡ଼ାର ପାଖାପାଖି ହୋଇଗଲାଣି, ସବୁ ବର୍ଷ ଚନ୍ଦନ ଯାତରେ ଠାକୁରେ ଭଉଁରୀ ଖେଳିବା ବେଳେ ରୋଷଣୀରେ କି ବାହାଦୁରୀ ନ ଦେଖାଏ। ସେ ବାଣ ବନାଉଥିଲା, ବିକୁଥିଲା। ଫକୀର ମିଆଁର ବାଣ ରୋଷଣୀ ଏ ଅଞ୍ଚଳରେ ଦଧିବାମନ ଜୀଉଙ୍କ ଚନ୍ଦନ ଯାତ୍ରାରେ ଏକ ବିଶେଷ ଆକର୍ଷଣ ଥିଲା। ଏବେ କିନ୍ତୁ ସେଇ ଫକୀରା ମିଆଁ ମୁଣ୍ଡକୁ ଯେପରି ଭୂତ ଚଢ଼ିଥିଲା। ଦେଉଳ ଚୂଡ଼ା ଉପରେ ସେ ବିକୃତ ଊର୍ଦ୍ଧ୍ୱରେ କୁହାଟୁଥିଲା, ଆବେ ନିଚେ ଖଡ଼ା ହୋକେ କ୍ୟା ଦେଖତା ମୋ, ଶାବଳୀ ଏକଠ ଲେ ଆମୋ। ଫକୀରା ମିଆଁର କୁହାଟ ଶୁଣି ଫୈଜା ମିଆଁ ଗୋଟାଏ ଶାବଳୀ ଧରି ତଳୁ ବାଡ଼ା ଉପରକୁ ଉଠିବା ପାଇଁ ଚେଷ୍ଟା କରୁଥିଲା।